ବର୍ଷକ ଭିତରେ ଗୁଡା କଣା କରିଦେଲେ ଓଡିଶାଟା 1.5 କୋଟି ନଗଦ ଖଟରେ ଶୁଏ ସେ ଖଟ ତଳୁ ବାହାରିଛି 30 ଲକ୍ଷ। ସବୁ କର୍ମଚାରୀ ଖରାପ ନୁହଁ। 10 ଜଣ ଏମଏଲଏ ଅଲରେଡି ଡିସାଇଡ କରିସାରିଲେଣି। 5 ଜଣ ଏମଏଲଏ ଆସିବେ ମନ୍ତ୍ରୀ ହେବେ। ଭକ୍ତ ଦାସ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି, ଆଲୋଚନା ଚାଲିଛି। ଯଦି ନବୀନ ପଟ୍ଟନାୟକ ରାଜି ହେଇଯାନ୍ତି 10 ଜଣ ଏମଏଲଏ ଅଲରେଡି ଡିସାଇଡ କରିସାରିଲେଣି। 5 ଜଣ ଏମଏଲଏ ଆସିବେ ମନ୍ତ୍ରୀ ହେବେ। କୋଆଲିସନ ମିନିଷ୍ଟର ହବ ବୋଲି ଚାଲିଛି ଚର୍ଚ୍ଚା। ସବୁ କର୍ମଚାରୀ ଖରାପ ନୁହଁ, ନହେଲେ ଏତେ ଡେଭଲପ କେମିତି ହୁଅନ୍ତା, ଏତେ ଉନ୍ନତି କେମିତି ଓଡିଶାର ହୁଅନ୍ତା। ଇରିଗେସନ ଉନ୍ନତି, ଶିକ୍ଷାର ଉନ୍ନତି, ସ୍ୱାସ୍ଥ୍ୟର ଉନ୍ନତି, ଡ୍ରିଙ୍କିଂ ୱାଟର ଉନ୍ନତି, ଫରେଷ୍ଟର ଉନ୍ନତି ସବୁ ହଉଛି କେମିତି। କିନ୍ତୁ କେତେକ ଖରାପ ଅଫିସର ଏ କାଲି ଯୋଉ ଡେପୁଟି ଡିଏଫଓ ଧରା ହେଲା, ହଏ କଣ କଥା 1.5 କୋଟି ନଗଦ 1.5 କେଜି ସୁନା, ହୀରାଟା ହିସାବ ହେଇନି। ଆରେ ଏଇ ବର୍ଷ ଭିତରେ କଣା କରିଦେଲେ ଏଇ କର୍ମଚାରୀ କେତେକ। ସବୁ କର୍ମଚାରୀ ଖରାପ ନୁହଁ, 80 ଭାଇ ଭଲ କର୍ମଚାରୀ। ଗୋଟା ଡିଏଫଓର ବାହାରିଛି 128ଟା ପ୍ଲଟ, 4ଟା ଅଟ୍ଟାଳିକା। ତା ସେ ଯୋଉ ଘଟରେ ଶୁଏ ସେ ଖଟ ତଳୁ ବାହାରିଛି 30 ଲକ୍ଷ ନଗଦ। କାଲି ଡିଏଫଓର ବାହାରିଛି 1.5 କୋଟି ନଗଦ, 1.5 କେଜି ସୁନା, 7ଟା ପ୍ଲଟ। ଏଇ ବର୍ଷକ ଭିତରେ ଗୁଡା କଣା କରିଦେଲେ ଓଡିଶାଟାକୁ ଏ କର୍ମଚାରୀ। ତେଣୁ ମୋଷ୍ଟ କରାପ୍ଟ ସରକାର ଚାଲିଛି, ଅପାରଗ ସରକାର ଚାଲିଛି। ନାରୀ ନିର୍ଯାତନରେ ଇଣ୍ଡିଆରେ ନମ୍ବର 1 ଏଇନ ଓଡିଶା। ପ୍ରତିଦିନ ମର୍ଡର, ପ୍ରତିଦିନ ଚୋରି, ପ୍ରତିଦିନ ଡକାୟତ। ଆଉ ବ୍ରାଉନ ସୁଗର ମଦ ଏତେ ଜୋରେ ବ୍ୟାପିଛି, ବେକାର ଟୋକା ଗୁଡାକ ପିଇଦେଲା ପରେ ଯୋଉଠି ପାଉଛନ୍ତି ସେଠି ଧରିକି ରେପ କରିଦଉଛନ୍ତି। ଆଉ କଣ ତମେ ବର୍ଷ ହେଲା କଣ କରୁଥିଲ? ଏଇ 10-15 ଦିନ ହେଲା ଧରା ହଉଛନ୍ତି। ବର୍ଷେ 2 ମାସ କଣ କରୁଥିଲ? ତମର ସମୟରେ କରପସନ ହେଇଛି। ଯଦି କରପସନ କରି ଏତେ ପଇସା ଠୁଳ କରିଛନ୍ତି କରାପ୍ଟ ଅଫିସର ତମର ସମୟରେ, ତେଣୁ ତମର ଅପାରଗ ସରକାର। ମନ୍ତ୍ରିମଣ୍ଡଳ ବଢେଇବ ବୋଲି ଜୋରରେ ଚାଲିଛି ଏଇ ଆଲୋଚନା। କିନ୍ତୁ ତାଙ୍କ ପାର୍ଟି ସାବଲ ପ୍ରେସିଡେଣ୍ଟ କହୁଛନ୍ତି ଆମେ ଆଲୋଚନା କରିବୁ। ଇଆଡେ ତାଙ୍କ ଅବଜରଭର କହୁଛନ୍ତି ହେଇଯାଇଛି। ଇଆଡେ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣରଙ୍କୁ ଦେଖା କଲେଣି। ଇଆଡେ ମନ୍ତ୍ରିମଣ୍ଡଳ ଥରିଲେଣି। ଇଆଡେ କହୁଛନ୍ତି ଅପାରଗ ମନ୍ତ୍ରୀ କାଢିବୁ। ତେମେ ତ ନିଜେ ଅପାରଗ, ତମେ ସରକାର ଅପାରଗ। ଦେଶ ବିଦେଶର କୋଣ ଅନୁକୋଣର टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक, शेयर और सब्सक्राइब करने को आद्यम भूलंतु।